ହଉ ଫାଷ୍ଟ ଆସିକି ଚେୟାରରେ ବସ ତାପରେ ବ୍ଲଗ शुरू କରିବା। ଆଜି ଭାଇ ସକାଳୁ ସକାଳୁ ଉଠିକି ଫାଷ୍ଟ ମୁଁ ଖାଇ ଦେଇଥିଲି ତାପରେ ଲାଗି ଯାଇଥିଲି ମୁଁ ପଢ଼ାରେ। ଆଜି ମୁଁ କଭର କରିଥିଲି କମ୍ପ୍ୟୁଟର ଆୱାରନେସ୍ର ଗୋଟେ ଚାପ୍ଟର ଆଣ୍ଡ ଇକୋନୋମିକ୍ସର ଗୋଟେ ଚାପ୍ଟର। ପଢ଼ି ସାରିବା ପରେ ମୁଁ ଖାଇ ଦେଇଥିଲି ଦେନ୍ ଖାଇସାରିକି ମୁଁ ଆଜି ଗାଁକୁ ଯିବାର ଥିଲା ତ ମୁଁ ବାହାରି ପଡ଼ିଲି ରେଡ଼ି ହେଇକି ଗାଁକୁ ଯିବା ପାଇଁ। ତ ଭାଇ ନିଜ ଗାଁ ଛାଡ଼ିକି ଯେଉଁ ପିଲା ବାହାରେ ରହିଥାଏ ସେଇ ହିଁ ଜାଣିପାରିଥାଏ ଗାଁକୁ ଯିବାର ଖୁସି କିଛି ଅଲଗା ଲେଭଲରେ ହିଁ ଥାଏ। ତ ଡ୍ୟୁଟି ତ ମୋର ଆଜି ନଥିଲା ତ ସେଥିପାଇଁ ମୁଁ ବାହାରି ପଡ଼ିଥିଲି କିଛି ପର୍ସନାଲ କାମରେ ଗାଁକୁ। ତ ଗାଁକୁ ଯିବା ବାଟରେ ଆଜି କ୍ଲାଇମେଟଟା ଟିକେ ଭଲ ବି ଥିଲା। ଖୋର୍ଦ୍ଧା କ୍ରସ୍ କରିବା ପରେ ମୁଁ ଯିବା ଭିତରେ ବର୍ଷା ହିଁ ଛାଡ଼ି ଯାଇଥିଲା। ସେଇ ଭିତରେ ପହଞ୍ଚି ଯାଇଥିଲି ମୁଁ ମୁନାହାର ଘରେ ଯାଇକି ଷଣ୍ଢ ପାଖରେ। ତ କହୁନୁ ବଡ଼ ହେଲେ କଣ ବୁଝେ? ଘରେ ମୁଁ ପହଞ୍ଚିକି ମୋ ବାଇକଟା ଥୋଇକି ମୁଁ ବୁଲେଟ୍ ନେଇକି ବାହାରି ପଡ଼ିଲି ଟିକେ ବାହାରକୁ ବୁଲିବା ପାଇଁ। ତ ଭାଇ ଏମିତି କିଛି ସିଚୁଏସନ୍ ହେଲା ଯୋଉଥିପାଇଁ କି ମୋତେ ବୁଲେଟ୍ ଥୋଇକି ପୁଣି କାରରେ ଯିବାକୁ ପଡ଼ିଲା। ରାତିରେ ଆମେ ଟିକେ ବାହାରି ପଡ଼ିଥିଲୁ ଖାଇବା ପାଇଁ ତ ଆମେ ଯାଇକି ପହଞ୍ଚିଥିଲୁ ମା ହୋଟେଲରେ ଯୋଉଟାକି ଆମ ବାଘମାରୀ ଅବସ୍ଥିତ। ଯେହେତୁ ଶ୍ରାବଣ ମାସ ଚାଲିଛି ତ ମୁଁ ଖାଇଥିଲି ରୁଟି ସହ ମିକ୍ସ ଭେଜ୍। ତ ଆଜି ପାଇଁ ଏତିକି, ପୁଣି ଦେଖାହବ ନେକ୍ସଟ ବ୍ଲଗରେ। ଜୟ ଶ୍ରୀ ଜଗନ୍ନାଥ।